ଓଡ଼ିଶାର ଏକ ଛୋଟ ଗାଁଟିର ନାମ ନୀଳକଣ୍ଠପୁର। ଗାଁର ସୀମାରେ ଏକ ପୁରୁଣା ମନ୍ଦିର ଥିଲା, ଯେଉଁଠାରେ ଭଗବାନ ଜଗନ୍ନାଥ ନିଜେ ବସବାସ କରୁଥିବା ପରି ଲୋକମାନେ ଅନୁଭବ କରୁଥିଲେ। ଏହି ଗାଁରେ ରହୁଥିଲେ ଏକ ସରଳ, ଗରିବ କିନ୍ତୁ ଅତ୍ୟନ୍ତ ଭକ୍ତିଶୀଳ ବୃଦ୍ଧ। ତାଙ୍କରି ନାମ ମାଧବ ଦାସ। ମାଧବ ଦାସଙ୍କ ପାଖରେ ଧନ ଦୌଲତ ନଥିଲା। ଘରଟି ମାଟିର, ଖାଇବାକୁ ଦିନେ ଦୁଇ ଓଳି ମିଳେ ବଡ଼ କଥା। କିନ୍ତୁ ତାଙ୍କ ହୃଦୟ ଭଗବାନ ଜଗନ୍ନାଥଙ୍କ ଭକ୍ତିରେ ପରିପୂର୍ଣ୍ଣ ଥିଲା। ପ୍ରତିଦିନ ସକାଳେ ସୂର୍ଯ୍ୟ ଉଠିବା ପୂର୍ବରୁ ସେ ମନ୍ଦିରକୁ ଯାଇ ଝାଡ଼ୁ ଦେଉଥିଲେ, ଦୀପ ଜଳାଉଥିଲେ ଓ ଜଗନ୍ନାଥଙ୍କୁ ଗୀତାର 2ଟି ଶ୍ଲୋକ ପଢ଼ି ଶୁଣାଉଥିଲେ। କିନ୍ତୁ ଗାଁର ଅନେକ ଲୋକ ତାଙ୍କୁ ଦେଖି ହସୁଥିଲେ। ଏତେ ଭକ୍ତି କରି କ'ଣ ମିଳୁଛି? ନା ଧନ, ନା ସମ୍ମାନ। କିନ୍ତୁ ମାଧବ ଦାସଙ୍କ କେତେ ମନ କଷ୍ଟ ହେଉନଥିଲା। ସେ କହୁଥିଲେ, ଭଗବାନଙ୍କୁ ପାଇବା ହିଁ ମୋର ସର୍ବୋତ୍ତମ ସମ୍ପତ୍ତି। କିନ୍ତୁ ଏକବେଳେ ଗାଁରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ଖାଦ୍ୟ ନଥିଲା, ପାଣି ଶୁଖିଗଲା। ଲୋକମାନେ ଗାଁ ଛାଡ଼ି ଯିବାକୁ ଆରମ୍ଭ କଲେ। ଧନୀ ମାନେ ନିଜ ଧନ ସଞ୍ଚୟ କରିବାକୁ ଲାଗିଲେ, କିନ୍ତୁ ଗରିବମାନେ ଭୋକିଲା ରହିଲେ। ମାଧବ ଦାସ ପାଖରେ ମଧ୍ୟ କିଛି ନଥିଲା। ଦିନେ ଦିନେ ତାଙ୍କ ଶରୀର ଦୁର୍ବଳ ହେବାକୁ ଲାଗିଲା। ତଥାପି ସେ ମନ୍ଦିର ଯିବା ବନ୍ଦ କରିଲେ ନାହିଁ। କିନ୍ତୁ ଏକ ରାତିରେ ଭୋକ ଓ କ୍ଳାନ୍ତରେ ସେ ମନ୍ଦିର ସିଡ଼ିରେ ଶୋଇପଡ଼ିଲେ। ସେହି ରାତିରେ ସେ ଏକ ସ୍ୱପ୍ନ ଦେଖିଲେ। ସ୍ୱପ୍ନରେ ଭଗବାନ ଜଗନ୍ନାଥଙ୍କୁ କହିଲେ, ମାଧବ, ତୁମର ଭକ୍ତି ମୋତେ ପ୍ରସନ୍ନ କରିଛି। କିନ୍ତୁ ମନେ ରଖ, ଭକ୍ତି କେବଳ ମନ୍ଦିରରେ ନୁହେଁ, ମଣିଷଙ୍କ ସେବାରେ ମଧ୍ୟ ଅଛି। ଯେତେ ଅଳ୍ପ ଖାଦ୍ୟ ତାଙ୍କ ପାଖରେ ଥିଲା, ସେ ଗାଁର ଭୋକିଲା ଶିଶୁମାନଙ୍କୁ ବାଣ୍ଟିଦେଲେ। ନିଜେ ଭୋକିଲା ରହିଲେ, କିନ୍ତୁ ଅନ୍ୟମାନଙ୍କର ମୁହଁରେ ହସ ଦେଖି ସେ ପାର ଅନୁଭବ କଲେ। କିଛି ଦିନ ପରେ ଅଚାନକ ଭାବେ ଗାଁକୁ ଏକ ସାଧୁ ଆସିଲେ। ସେ ଗାଁର ସ୍ଥିତି ଦେଖି ଦୁଃଖିତ ହେଲେ ଓ ନିଜ ସହ ଆଣିଥିବା ଧନ ଓ ଧାନ୍ୟ ଲୋକଙ୍କୁ ବାଣ୍ଟି ଦେଲେ। ସେ ସାଧୁ କହିଲେ, ଏହି ଗାଁରେ ଏକ ସତ୍ୟ ଭକ୍ତ ଅଛନ୍ତି। ତାଙ୍କର ଭକ୍ତ ଫଳରେ ମୁଁ ଏଠାକୁ ଆସିଛି। ସମସ୍ତଙ୍କ ଦୃଷ୍ଟି ମାଧବ ଦାସଙ୍କ ଉପରେ ପଡ଼ିଲା। ଯେଉଁମାନେ ପୂର୍ବେ ତାଙ୍କୁ ଅବହେଳା କରୁଥିଲେ, ସେଇମାନେ ଆଜି ତାଙ୍କ ପାଦ ଛୁଇଁ ପ୍ରଣାମ କଲେ। ମାଧବ ଦାସ ଶାନ୍ତ ହସ କହିଲେ, ମୁଁ କିଛି ନୁହେଁ, ସବୁକିଛି ଭଗବାନଙ୍କ ଇଚ୍ଛା। ସେହିଦିନଠାରୁ ଗାଁ ଲୋକମାନେ ବୁଝିଲେ, ସତ୍ୟ ଭକ୍ତି ମାନେ କେବଳ ପୂଜା ନୁହେଁ, ଦୟା, ସେବା ଓ ନିଷ୍ପାପ କର୍ମ। ମାଧବ ଦାସଙ୍କ ଜୀବନ ଗାଁ ପାଇଁ ଏକ ଜୀବନ୍ତ ଶିକ୍ଷା ହୋଇଗଲା। ଭଗବାନଙ୍କ ହୃଦୟରେ ବସନ୍ତି ଯେଉଁଠାରେ ଭଲ ପାଇବା ଓ ମାନବିକତା ଅଛି। ଭିଡ଼ିଓଟି ଯଦି ଭଲ ଲାଗିଛି ତାହେଲେ ଗୋଟେ ଲାଇକ୍ କରିବେ ଏବଂ ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବେ।